ଜୟ ଜଗନ୍ନାଥ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ। ଦେଖ ବର୍ତ୍ତମାନ ଆଜି ଆମେ ଦେଖିବା ଚତୁର୍ଥ ଶ୍ରେଣୀର ଓଡ଼ିଆ, ଠିକ ଅଛି, ଚାପ୍ଟର 3 ଦେଖିବା। ପଠନ ନିମନ୍ତେ ଗୋଟେ ପ୍ରଥମ ଦେଇଛି ପଢିବା, ତାପରେ ଚାପ୍ଟର 3 କୁ ଦେଖିବା। ବାପୁଙ୍କ ଠାରୁ ଆମେ ଶିଖିଛି ହେଲା। ବାପୁଙ୍କ ଠାରୁ ଆମେ କଣ ଶିଖିବା? ବାପୁ ମାନେ ମହାତ୍ମା ଗାନ୍ଧୀ କଣ ଶିଖିବା ନା ବାପୁଙ୍କ ଠାରୁ ଶିଖିଛି ମୁଇଁ ମିଛ କହିବି ନାହିଁ, ସତ୍ୟ ଅହିଂସା ପଥେ ଚାଲିବି, ବାଟ ଭୁଲିବି ମନ ଦେଇ ମୁଁ ପଢିବି ପାଠ, କପି କରିବି ନାହିଁ, ଠକିବି ନାହିଁ ଜୀବନ ହେଲେ କେବେ ଆପଣା ସ୍ୱାର୍ଥ ପାଇଁ, ସମୟ ମୂଲ୍ୟ ବୁଝିବି ମୁହିଁ, ଅଳସ ହେବି ନାହିଁ, ନିଜର କାମ ନିଜେ କରିବି, ବୋଝ ହୋଇବି ନାହିଁ, କାହା ମନରେ ଦେବିନି ଦୁଃଖ, ଯିବି ମୁଁ ପଛେ ସହି, ସଭିଙ୍କ ମନ ଜିଣିବି ମୁଁ ସହନଶୀଳ ହୋଇ। ତାପରେ ଦେଖ, ସଫା ସୁତରା ରହିବି ମୁହିଁ, ଅସନା ହେବି ନାହିଁ, ପରିବେଶର ଯତ୍ନ ନେବି ଆପଣା ହିତ ପାଇଁ, ପିଲା ମୁହେଁ ଆହାର ଦେଇ ବାଣ୍ଟି ଖାଇବି ମୁହିଁ, ଜୀବ ହତ୍ୟା ମୁଁ କରିବି ନାହିଁ, ଜିହ୍ବା ଲାଳସା ପାଇଁ। ଜିହ୍ବା ମାନେ ସବୁ ମଣିଷ ଗୋଟିଏ ଜାତି, ଭେଦ ରଖିବି ନାହିଁ, ପର ସେବାରେ ନିଜକୁ ନୀତି ଧନ୍ୟ ମଣିବି, ସତ୍ୟ ଓ ନ୍ୟାୟ ପାଇଁ ଲଢ଼ିବି, ସମାଜ ହିତ ପାଇଁ, ବାପୁଙ୍କ ପରି ସାହସୀ ହେବି, ମୁଣ୍ଡ ନଇବି ନାହିଁ, ନିଶା ଦରବ ସେବନ କଲେ ଯାତନା ମିଳେ ଭାଇ, ଏସବୁ କଥା କହିବି ଆନେ ବାପୁଙ୍କୁ ଦୂତ, ପିତାମାତାଙ୍କ ସେବା କରିବି, ଠାକୁର ସେ ମୋ ପାଇଁ, ତାଙ୍କ ଆଶିଷେ ଜଗତ ଜିତା, ହୋଇବି ଦିନେ ମୁଁ। କିଏ ଲେଖିଛନ୍ତି? ସନାତନ। କିଏ ଲେଖିଛନ୍ତି? ସନାତନ ପଣ୍ଡା ଲେଖିଛନ୍ତି। ତ ଏଇଟା ପଢିବା ପାଇଁ ହିଁ ଦେଇଥିଲେ। ଏବେ ବର୍ତ୍ତମାନ ଆମେ ତୃତୀୟ ପାଠକୁ ଯିବା। ତୃତୀୟ ପାଠଟିର ନାଁ ହେଲା ମୋର ନକଲି ହୀରା। ପୁରୁଣା ଦିନର କଥା। କୋରାପୁଟର ଜୟପୁର ରାଜ୍ୟରେ ଜଣେ ରାଜା ଥିଲେ। ସେ ଜଣେ ବୁଦ୍ଧିମାନ ଶାସକ ଥିଲେ। କାଳକ୍ରମେ କଣ ହେଲା ନା ସେ ବୁଢା ହେଇଗଲେ। ନିଜ ପୁଅକୁ ରାଜଗାଦିରେ ବସାଇବା ପାଇଁ ଇଚ୍ଛା କଲେ। ତାଙ୍କ ପୁତ୍ରକୁ ରାଜ୍ୟ ଶାସନରେ ସହାୟତା କରିବା ପାଇଁ ଜଣେ ଜ୍ଞାନୀ ତଥା ବୁଦ୍ଧିମାନ ପରାମର୍ଶଦାତାଙ୍କୁ ଖୋଜିବାକୁ ମନସ୍ଥ କଲେ। କାରଣ ରାଜା ଚାହିଁଥିଲେ ତାଙ୍କର ପରେ ତାଙ୍କର ଏକମାତ୍ର ପୁଅ ଜଣେ ଲୋକପ୍ରିୟ ରାଜା ଭାବରେ ଖ୍ୟାତି ଅର୍ଜନ କରୁ, ବା ଖ୍ୟାତି ମାନେ ଜଣାଶୁଣା। ରାଜ ଦରବାରରେ ମନ୍ତ୍ରୀ ଓ ପରିଷଦ ବର୍ଗ ଉପସ୍ଥିତ ରହିଥାନ୍ତି। ରାଜା ସମସ୍ତଙ୍କୁ ସମ୍ବୋଧନ କରି ପଚାରିଲେ। କଣ ପଚାରିଲେ? ଦେଖ, ମୁଁ ତୁମମାନଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛି, ଦୟାକରି ଏହାର ସ୍ପଷ୍ଟ ତଥା ଠିକ ଉତ୍ତର ଦିଅନ୍ତୁ। ଆପଣ ମାନେ କୁହନ୍ତୁ, ମୁଁ ଜଣେ ଜ୍ଞାନୀ ଆଉ ସଚ୍ଚୋଟ ରାଜା କି? ପଚାରିଲେ। ତ ପାତ୍ରମନ୍ତ୍ରୀ ମାନେ କହିଲେ, ନିଃସନ୍ଦେହ ମହାରାଜ, ଆପଣଙ୍କ ପରି ସଚ୍ଚୋଟ ଓ ବୁଦ୍ଧିମାନ ରାଜା ଆଉ କେହି ନାହାନ୍ତି। ତାପରେ ପୁଣି ରାଜା ପଚାରିଲେ, ଆପଣଙ୍କର ଉତ୍ତର ନିମନ୍ତେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତ ପରିଷଦ ବର୍ଗ ମାନେ କହିଲେ, ରାଜା ପରିଷଦ ମାନଙ୍କର ଉତ୍ତର ଶୁଣିକି ଆନନ୍ଦରେ ଉପହାର ସ୍ୱରୂପ ସମସ୍ତଙ୍କୁ ଗୋଟିଏ ଗୋଟିଏ ହୀରା ମୋହର ପ୍ରଦାନ ଦେଲେ। ତାପରେ କଣ ହେଲା? ଏହି ସମୟରେ ରାଜା ଦେଖିଲେ ସବୁ ପାରିଷଦ ହୀରା ମୋହର ନେଇକି ଖୁସିରେ ଚାଲିଗଲେ, ମାତ୍ର ଜଣେ ଯୁବକ ଚୁପଚାପ ଗୋଟିଏ ପାଖରେ ଠିଆ ହୋଇ ସବୁ ଦେଖୁଥିଲା ଆଉ ରହିଥିଲା। ତାପରେ କଣ ହେଲା ନା ରାଜା ପଚାରିଲେ, ତୁମେ କାହିଁକି ଚୁପଚାପ ଠିଆ ହେଇଛ? ତୁମର ଉତ୍ତର କଣ ତାହା କହିଲ ନାହିଁ? ତ ପିଲାଟି କହିଲା, ମହାରାଜ, ସମସ୍ତେ ଆପଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉତ୍ତର ଦେଇଛନ୍ତି, ମାତ୍ର ମୋର ଉତ୍ତର ଟିକେ ଅଲଗା ରହିବ। ସେମାନଙ୍କ ପରି ମୁଁ ଉତ୍ତର ଦେବି ନାହିଁ। ମହାରାଜ କହିଲେ, ଆପଣ ବୁଦ୍ଧିମାନ ଓ ସଚ୍ଚୋଟ ଅଟନ୍ତି, ଏଥିପାଇଁ ସନ୍ଦେହ ନାହିଁ, କିନ୍ତୁ ଆପଣଙ୍କ ଠାରୁ ଅଧିକ ବୁଦ୍ଧିମାନ ଓ ସଚ୍ଚୋଟ ରାଜା ମଧ୍ୟ ଅଛନ୍ତି। ସେମାନେ ମଧ୍ୟ ଆପଣଙ୍କଠୁ ଶ୍ରେଷ୍ଠ ରାଜା ହେଇପାରିବେ। ତ ଏଇ କଥା ଶୁଣି ରାଜା କହିଲେ, ତୁମର ଉତ୍ତର ଅଲଗା ହେଲେ ବି ମୁଁ ଶୁଣିବି। ତୁମେ ଆନନ୍ଦରେ ପ୍ରକାଶ କର ବା କୁହ। ତ ସେତେବେଳେ ମୁଁ ତୁମ ଉତ୍ତର ଶୁଣି ବହୁତ ଖୁସି ହେଲି ନା। ତାପରେ ଦେଖ, ମୁଁ ତୁମର ଉତ୍ତର ଶୁଣି ବହୁତ ଖୁସି ହେଲି। ଏବେ ତୁମେ ହୀରା ନିଅ। ହୀରା ଦେଲେ। ତାପରେ ପରଦିନ ରାଜା ଦରବାରରେ ବସିଥାନ୍ତି। ପାରିଷଦ ମାନେ ଆସି କହିଲେ, ମହାରାଜ, ଆମେ ଆପଣଙ୍କ ହୀରାକୁ ନେଇ
ଜଣେ ହୀରା ଦୋକାନୀକୁ ଦେଖେଇବାକୁ ସେ ଯାଞ୍ଚ କରି କହିଲା କି ଏସବୁ ହୀରା ନକଲି ଅଟେ, ଆପଣ ଆମ ସହିତ ଏପରି କାହିଁକି କଲେ, ଆମ ସହିତ ଏପରି କାହିଁକି କଲେ ବୋଲି କହିଲେ। କହିବାର କଣ ହେଲା? ତାପରେ ରାଜା କହିଲେ ଅପେକ୍ଷା କର, ତୁମର ସବୁ ପ୍ରଶ୍ନର ଉତ୍ତର ଦଉଛି। ତୁମେ ମାନେ ସମସ୍ତେ ମତେ ସନ୍ତୁଷ୍ଟ କରିବା ପାଇଁ ଭୁଲ ଉତ୍ତର ଦେଇଛ, ସେଥିପାଇଁ ତୁମକୁ ମୁଁ ନକଲି ହୀରା ଦେଇଛି। କିନ୍ତୁ ଏହି ଯୁବକ ମୋ ପ୍ରଶ୍ନର ଉତ୍ତର ଉପଯୁକ୍ତ ଉତ୍ତର ଦେଇଥିବା ଯୋଗୁଁ ତାକୁ ଅସଲ ହୀରା ମୁଁ ଦେଇଛି। ସମସ୍ତେ ଜାଣି ରଖ, ମୁଁ ଅନ୍ତେ ମୋ ପୁତ୍ରର ପରାମର୍ଶଦାତା ହିସାବରେ ଏହି ଯୁବକ ହିଁ ନିଯୁକ୍ତି ହେବ। ତ ସମସ୍ତେ କଣ କହିଲେ ନା କ୍ଷମା କରନ୍ତୁ ମହାରାଜ, ଆମର ବଡ ଭୁଲ ହେଇଗଲା, ଭବିଷ୍ୟତରେ ଏପରି ଆଉ ଭୁଲ କେବେ ହବ ନାହିଁ। ରାଜା ପୁଣି ଦେଖ, ମତେ ଖୁସି କରିବାକୁ ତୁମେମାନେ ଭୁଲ ଉତ୍ତର ଦେଇ ସତ୍ୟ ଠାରୁ ଦୂରେଇ ଗଲ, ତୁମକୁ ତୁମ ପଦବୀରୁ ବରଖାସ୍ତ କରାଯିବ ବୋଲି ରାଜା କହିଲେ। ଆହୁରି କହିଲେ କର୍ମ ହିଁ ଭଗବାନ, ସତ୍ୟ ଅହିଂସା ସଚ୍ଚୋଟପଣିଆ ମଣିଷର ପରମ ଧର୍ମ, ସତ୍କର୍ମର ଫଳ ସର୍ବଦା ମିଠା ଅଟେ ବୋଲି ସେଇ ଲୋକଟିକୁ କହିଲେ। ତ ସେ ଆଜ୍ଞା ମଣିମା କହି ପୁଣି ଲୋକଟି କଣ କଲା, ଚାଲିଲା। ହଁ, ତାପରେ ରାଜା କହୁଛନ୍ତି ମନେ ରଖ, କର୍ମ ହିଁ ଭଗବାନ, ସତ୍କର୍ମ ସତ୍ଚିନ୍ତା ମାନବ ଉନ୍ନତିର ମୂଳ ଆଧାର, ସଚ୍ଚୋଟପଣିଆ ହେଉଛି ମାନବିକତା, ତୋଷାମଦ କରିବା ଅନୁଚିତ, ତୁମ୍ଭମାନଙ୍କର ପ୍ରତ୍ୟେକ କାର୍ଯ୍ୟ ପ୍ରଜାମାନଙ୍କର ହିତ ପାଇଁ ହେବା ବା ମଙ୍ଗଳ ପାଇଁ ହେବା ଉଚିତ। ତ ସମସ୍ତେ ଯୋଉ ରାଜା ପରିଷଦ ଥିଲେ ସମସ୍ତେ ଆପଣଙ୍କ ଗୋଡ ଧରୁଛୁ, ଆମକୁ କ୍ଷମା କରିଦିଅନ୍ତୁ ବୋଲି ରାଜାକୁ ଯାଇ ଗୋଡ ହାତ ଧରିଲେ। ତ ବର୍ତ୍ତମାନ ଏ ଗପଟି ସରିଯାଇଛି। କିଛିଟା ନୂଆ ଶବ୍ଦ ଅଛି। ଦେଖ, ଏକମାତ୍ର ମାନେ ଗୋଟିଏ ପରାମର୍ଶଦାତା ମାନେ ଯିଏ ସବୁ କଥାବାର୍ତ୍ତା ବୁଝନ୍ତି, ଯିଏ ରାଜାଙ୍କର ଭଲ ମନ୍ଦ କଥା ବୁଝି ରାଜାଙ୍କୁ ଉପଯୁକ୍ତ ମାର୍ଗ ଦେଖାନ୍ତି। ବିଶ୍ୱସ୍ତ ମାନେ ନିଜ ଲୋକ, ପାରିଷଦ ମାନେ ରାଜାଙ୍କର ଯୋଉ ଲୋକମାନେ, ସଚ୍ଚୋଟପଣିଆ ହେଲା ମାନେ ଭଲ ଗୁଣ ହେଲା ବା ଟଙ୍କା ପଇସା ନ ଖାଇକି ରହିବା ସଚ୍ଚୋଟପଣିଆ। ରହିବ ତମର ନିସନ୍ଦେହ ମାନେ ସନ୍ଦେହ ନଥିବା, ନକଲି ମାନେ ପୁରା ଖରାପ ଜିନିଷ, ବିଧାତା ମାନେ ଭଗବାନ, ହିତ ମାନେ ଭଲ, ଅହିଂସା ମାନେ ହିଂସା ନ କରିବା ହେଲା। ନୂଆ ଶବ୍ଦ ଦେଖିଲେ ତ ଆମେ ନେକ୍ସଟ କ୍ଲାସରେ ଆର କ୍ୱେଶ୍ଚିନ୍ ଆନ୍ସର ଦେଖିବା।